ରାତିରେ ଶୋଇଥିବା ଅବସ୍ଥାରେ ବୃଦ୍ଧାଙ୍କୁ ଗଳା କାଟି ହତ୍ୟା ଅଭିଯୋଗ। ହତ୍ୟା ପରେ ଅଭିଯୁକ୍ତ ଫେରାର। ହତ୍ୟା ପଛର କାରଣ ଅସ୍ପଷ୍ଟ। ଘଟଣାସ୍ଥଳରେ ପହଞ୍ଚି ପୁଲିସ କରୁଛି ଛାନଭିନ୍। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅଧୀନସ୍ଥ ମୁସିଗୁଡ଼ା ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ ତାଳବରା ଗାଁର ଜନନୀ ହରିଜନଙ୍କ ପରିବାର ଲୋକେ ଭବାନୀପାଟଣାର ସଦର ବ୍ଲକ ଯୁଗସାହିପାଟଣା ପଞ୍ଚାୟତ ଅନ୍ତର୍ଗତ ମୁସିଗୁଡ଼ା ଗାଁରେ ଦୀର୍ଘ 10 ବର୍ଷ ହେଲା ବସବାସ କରି ଆସୁଥିବା ବେଳେ ପୋତୁ ଚାଷ କରି ନିଜ ଜୀବିକା ନିର୍ବାହ କରୁଥିଲେ। ହେଲେ ମୁସିଗୁଡ଼ା ସ୍ଥିତ ନିଜ ଘରେ 61 ବର୍ଷୀୟ ଜନନୀ ହରିଜନ ଓ 40 ବର୍ଷୀୟ ସୁଦାମା ହରିଜନ ଦୁଇଜଣ ରାତିରେ ଶୋଇଥିବା ବେଳେ ଉକ୍ତ ଗାଁର ସଞ୍ଜିତ ନାୟକ ବିଳମ୍ବିତ ରାତିରେ ଆସି ଜନନୀ ନାୟକଙ୍କୁ ଗଳା କାଟି ହତ୍ୟା କରିଥିବା ପରିବାର ଲୋକେ ଆଣିଛନ୍ତି ବଡ଼ ଅଭିଯୋଗ। ତେବେ କେଉଁ କାରଣରୁ ଅଭିଯୁକ୍ତ ସଞ୍ଜିତ ନାୟକ ବୃଦ୍ଧାଙ୍କୁ ଗଳା କାଟି ହତ୍ୟା କରିଛି ଓ କେଉଁ ପ୍ରକାର ମାରଣାସ୍ତ୍ର ବ୍ୟବହାର କରି ହତ୍ୟା କରିଛି ତାହା ଏବେ ଯାଏ ସ୍ପଷ୍ଟ ଜଣାପଡ଼ିନଥିବା ବେଳେ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଅଭିଯୋଗ ପରେ ଘଟଣାସ୍ଥଳରେ ଭବାନୀପାଟଣା ସଦର ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିବା ବେଳେ ଏପଟେ ମୃତକଙ୍କ ପରିବାର ଲୋକେ ନ୍ୟାୟ ସହ ଦୋଷୀଙ୍କୁ ଗିରଫ କରି ଫାଶୀଦଣ୍ଡ ଦିଆଯାଏ ବୋଲି ଦାବି କରିଛନ୍ତି। କଳାହାଣ୍ଡି ଲାଞ୍ଜିଗଡ଼ରୁ ମଳୟ ବେନୁଆଙ୍କ ରିପୋର୍ଟ, A1 ଓଡ଼ିଶା।